जिला अवसरप्राप्त शिक्षक कर्मचारी संघर एक साधारण बैठक माँ भुवनेश्वरी मंदिर प्रांगण में सभापति लक्ष्मीधर मिश्र अध्यक्षतार शनिवार पूर्वाह्न अनुष्ठित हो जाइछि। ଏହି ବୈଠକରେ ପେନ୍ସନଭୋଗୀ ଶିକ୍ଷକ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପେନ୍ସନଭୋଗୀମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତି ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ସଭ୍ୟମାନଙ୍କର ବହୁଦିନର ଦାବି ଚିକିତ୍ସା ଭତ୍ତା ଓ ବର୍ଦ୍ଧିତ ପେନ୍ସନ 80 ବର୍ଷ ପରିବର୍ତ୍ତେ 65 ବର୍ଷରୁ ପ୍ରଦାନ କରିବାକୁ ସଂଘର ଦାବି ଏପର୍ଯ୍ୟନ୍ତ ରାଜ୍ୟ ସରକାର ବିଚାର ନ କରିବା ଦୁର୍ଭାଗ୍ୟଜନକ ବୋଲି ସଂଗଠନର ସାଧାରଣ ସମ୍ପାଦକ ବିଶ୍ୱନାଥ ବେହେରା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଆବଶ୍ୟକତାକୁ ବିଚାର କରି ରାଜ୍ୟ ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କର ଦରମା ଚିକିତ୍ସା ଭତ୍ତା ଓ ପେନ୍ସନ ସହିତ ଅନ୍ୟାନ୍ୟ ଭତ୍ତା ବୃଦ୍ଧି କରିଥିବା ବେଳେ କର୍ମଚାରୀ ଓ ପେନ୍ସନ ଭୋଗୀମାନଙ୍କୁ ଦାବିକୁ ଉପେକ୍ଷା କରିବାକୁ ସଂଗଠନ ନାପସନ୍ଦ କରିଛି। ଏହା ସହିତ ଧାରଣାରେ ବସିଥିବା ବିଭିନ୍ନ ସଂଗଠନର ଦାବି ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ଓ ଅସମ୍ଭବ ନୀରବତା ଦୁଃଖଦାୟକ ବେଦନାଦାୟକ ଉଦ୍ବେଗଜନକ ବୋଲି ସାଧାରଣ ସମ୍ପାଦକ ବିଶ୍ୱନାଥ ବେହେରା ଓ ସଭାପତି ଲକ୍ଷ୍ମୀଧର ମିଶ୍ର କହିବା ସହ ରାଜ୍ୟ ସରକାର ସେମାନଙ୍କ ଦାବି ଆବେଦନକୁ ବିଚାର କରିବା ନିମନ୍ତେ ଅନୁରୋଧ କରିଛନ୍ତି। ବୈଠକରେ ରାଜ୍ୟ ବିଦ୍ୟୁତ ପରିଷଦର ସଭାପତି ମନୋଜ କୁମାର ରଥ, କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ ପୁରୀର ସାଧାରଣ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର, ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆଲୋଚନାରେ ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ, ସନ୍ତୋଷ କୁମାର ମହାନ୍ତି, ରମେଶ ଚନ୍ଦ୍ର ପଣ୍ଡା, ବିଜୟ କୁମାର ପଣ୍ଡା, ମିନତୀ ଓତା, ବ୍ରହ୍ମାନନ୍ଦ ଦାସ, ସତ୍ୟବାଦ ଦାସ, ବାଇଧର ଜେନା ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ଶେଷରେ ଚନ୍ଦ୍ର ବଳିଆର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତେ ଆନନ୍ଦିତ ଏବଂ ଖୁସି। ତାର ଗୋଟେ ପ୍ରଭାବ ସମଗ୍ର ପୁରୀ ଜିଲ୍ଲାରେ କାହିଁକି ସମଗ୍ର ଓଡ଼ିଶାରେ ମଧ୍ୟ ପଡ଼ିଛି।